हाय फ्रेंड, जय जगन्नाथ। देखंतु मु आज बनैबी मिठा आंब आचार। देखंतु एने तो आंब सीजन चली तेणुकरी वर्षक पई आंब आचार करिकी रखिदेबे। जेतेबेले आपणकर इच्छा सेतेबेले खाद्य सामिल करिवे खाइबे। देखंतु आचार बनवाई मु सब सामग्री नहीं। मेन सामग्री होची आंब। आंब को भलकरी धोई देइछि, तापर काटिकी ताको टाकुआ हो जाइतिला। टाकुआ आंब साधारणतः नेले टिके भल, चोपा छड़ेबेनी। मिठा आंब आचार चोपा छड़ेबेनी, चोपा लगा थिबो। काटिबे, टाकुआ भी थिबो, छोट छोट करी काटिदेबे। देखंतु नहीं आंब मसला पाई नहीं पानमधुरी, जीरा, मेथी नहीं। देखंतु शुक्ला लंका। राग आपण हिसाब रे आपण नहीं पारिबे। जदि अधिक खाइबे अधिक नेबे, कम खाइले कम नेबे। आटा लुण, हलदी, आईटा होची हेंगु। हेंगु टिके पड़िले बास्ना करिवो। आंब आचार पाई मेन इंग्रेडिएंट्स होची गुड़। देखो यही सबू दे मु आज गोटे मिठा आंब आचार बनैबी। देखो हेतिपाई क्वांटिटी भी अच्छी। धर 2 किलो आंब, ता धीरे देबे 1.5 किलो गुड़, लुण स्वाद अनुसार, हलदी भी आपण मुताबिक देबे, राग आपण हिसाब रे देबे। मेथी अल्प, जदि हाथ रे मापिबे मुठाए देबे जीरा, 2 मुठा देबे पानमधुरी। मेथी अल्प देबे, नहले पिता लागिबो। मेथी एमती खेले हो जाइए से बेसी देखा जाउची, नहले अल्प टिके मेथी अल्प देबे। कलर जदि आपण चाहिए कलर करबा पई, ताहले तेल रे आपण काश्मीरी रेड चिली पाउडर दे पारिबे, आपन इच्छा। देखंतु यही सब इंग्रेडिएंट्स नहीं मु मिठा आंब आचार गोटे रेसिपी बनैबी। नेक्स्ट वीडियो रे आपण देखिबे मिठा आंब आचार केमिति मु तैयारी करिवि। तैयारी करबा प्रोसेस भी आपण को देखेबी। देखंतु होची जय जगन्नाथ। हाय फ्रेंड, जय जगन्नाथ। देखंतु एबे मु मिठा आंब आचार बनैबा स्टार्ट करबी। देखंतु प्रथम कढ़ाई बसैकरी गैस ऑन कर देछि। तापरे फास्ट आमे सुखिला लंका को टिके भाजी दबा। मिठा आंब आचार पई मसला आगे प्रिपरेशन करबा। आगे प्रथम सुखिला लंका को भाजी दबा भल करी। देखो सांग मैंने लंका भजा होगला, काटिदेली। देखो सांग मैंने तापर ये मसला को पकईदबा। मसला को टिके हल्का भाजा भाजी करवा। भाजी सारे के मसला टे बास्ना जमी आसो ओल्लैदेवे।
ଦେଖନ୍ତୁ ସାଙ୍ଗମାନେ ୟାକୁ ବି ଭାଜିକିରି କାଢ଼ି ନେଇଛି। ଦେଖନ୍ତୁ ସାଙ୍ଗମାନେ ଏବେ ସୋରିଷ ତେଲ ନେଇଯାଇଛି। ତାପରେ ତା ଦେହରେ ଦେବା ପଞ୍ଚଫୁଟଣ। ପଞ୍ଚଫୁଟଣରେ ସାଧାରଣତଃ ଜିରା ଟିକେ ଅଧିକ ଆଉ ଟିକେ ମିଶାଇଦେବେ, ଆଉ ପାନମଧୁରୀ ଆଉ ଟିକେ ମିଶାଇଦେବେ, ହେଲେ ବାସ୍ନା କରିବ, ଭଲ ଫ୍ଲେଭର୍ ଆସିବ, ବାସ୍ନା କରିବ। ସେଟା ଯେତେବେଳେ ଖାଇବେ ସେତେବେଳେ ପାନମଧୁରୀ ବାସ୍ନା ଟିକେ ହେବ, ଖାଇବାକୁ ଭଲ ଲାଗିବ ଆଉ। ଦେଖନ୍ତୁ ସାଙ୍ଗମାନେ ତେଲ ପଞ୍ଚଫୁଟଣ ଫୁଟିଗଲା। ତାପରେ ହେଙ୍ଗୁ ଦେବା। ହେଙ୍ଗୁ ଦେଲେ ଆଚାରର ବାସ୍ନାଟା ଭଲ ହେବ। ତାପରେ କଲର୍ ପାଇଁ ଟିକେ ରେଡ୍ ଚିଲି ପାଉଡ଼ର ଦେଇଦେବେ। ତାପରେ ଆମ୍ବ ତକ ଦେଇଦେବେ। ଆମ୍ବ ଦେଇକରି ଭଲକରି ଏପଟ ସେପଟ କରିବେ। ଦେଖନ୍ତୁ ଭଲକରି ଭାଜି କରିବେ, କାହିଁକିନା ଆମ୍ବରେ ଯଦି ଏକ୍ସଟ୍ରା ପାଣି ଥିବ, ପାଣି ତ ନାହିଁ, ମୁଁ ଖରାରେ ଗୋଟେ ଦିନ ଶୁଖେଇ ଦେଇଥିଲି, ଗୋଟେ ଦିନ ନୁହେଁ 2 ଘଣ୍ଟା ପାଇଁ ଶୁଖେଇ ଦେଇଥିଲି, ପାଣିଟା ମରିଯାଇଥିଲା। ତଥାପି ଯଦି ଏବେ କଢ଼େଇରେ ଆମେ ଦେଲାବେଳେ ଏକ୍ସଟ୍ରା ପାଣି ବାହାରିବ ନିଶ୍ଚୟ। ସେ ପାଣି ଶୁଖିଲା ପର୍ଯ୍ୟନ୍ତ ଆପଣ ଆମ୍ବଟାକୁ କଷିବେ। ଦେଖନ୍ତୁ ସାଙ୍ଗମାନେ ଏଥରକ ଏଥିରେ ଲୁଣ ଆଉ ହଳଦୀ ଯେଉଁ ରଖିଥିଲି ତାକୁ ଦେଇକରି ଭଲକରି ଗୋଳିବା। ଲୁଣ ପଡ଼ିଲା ମାନେ ଆମ୍ବରୁ ପାଣି ବାହାରିବ ନିଶ୍ଚୟ। ବାସ୍ ସେ ଟିକେ କଷିଥିବେ, ଆଉ ବେଶୀ ଟିକେ ଭଲକରି କଷିବେ। ଆଉ ଯେତେବେଳେ ଦେଖିବେ ପାଣି ମରିଗଲାଣି, ଆମ୍ବ ତଳେ ଟିକେ ଲାଗି ଆସୁଛି, ଟିକେ ପଡ଼ି ହେଇଯାଉଛି, ତାପରେ ଗୁଡ଼ ଦେବେ ଆଉ। ଦେଖନ୍ତୁ ସାଙ୍ଗମାନେ ସେ ଯେଉଁ ମସଲା ଭାଜିକି ରଖିଥିଲି ତାକୁ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବେ। ବେଶୀ ପୁରା ପାଉଡ଼ର କରିବେନି, ଦରଦର ଗ୍ରାଇଣ୍ଡିଙ୍ଗ କରିବେ। ଦେଖନ୍ତୁ ଏମିତି ଦରଦର ଖଣ୍ଡ ଥିବ। ଦେଖନ୍ତୁ ସାଙ୍ଗମାନେ ଏବେ ମୁଁ ଗୁଡ଼ ଦେଇଛି। ଗୁଡ଼ ଦେଇକରି ଆପଣ ଭଲକରି ଘାଣ୍ଟିବେ, ନହେଲେ ତଳ ଲାଗିଯିବ। ଦେଖନ୍ତୁ ଏ 2 କିଲୋ ପାଖାପାଖି ଆମ୍ବ ହେବ, ତେଣୁକରି 1.5 କିଲୋ ଗୁଡ଼ ଦେବେ, ନହେଲେ କିଲେ ଗୁଡ଼ ଦେବେ, ଯାହା ବେଶୀ ମିଠା ହେଇଯିବ କିଲେ ଦେଲେ ଚଳିବ। ଗୁଡ଼ ଦେଇକରି ଛାଡ଼ିଦେବେ, ହାଇ କରିକି ଛାଡ଼ିଦେବେ, କାହିଁକିନା ଗୁଡ଼ ପାଣି ବାହାରିବ ନା। ଦେଖନ୍ତୁ କେତେ ପାଣି ବାହାରିଲାଣି, ପାଣି ବାହାରିବ, କିଛି ସମୟ ଛାଡ଼ିଦେବେ। ଦେଖନ୍ତୁ ସାଙ୍ଗମାନେ ଗୁଡ଼ ଦେଇଥିଲି, ଏ ଗୁଡ଼ରୁ କେତେ ପାଣି ବାହାରିଲାଣି ଦେଖନ୍ତୁ। ପାଣି ସବୁ ମରିଯିବ। ଗ୍ୟାସ୍କୁ ହାଇ ଫ୍ଲେମ୍ରେ ରଖିଥିବେ, ଏମିତି ପାଣି ସବୁ ମରିବ, ଗୁଡ଼ରୁ ପାଣି ବାହାରିବ। ଆମ୍ବରେ ପାଣି ଥିଲା, ଆମ୍ବ ପାଣି ସବୁ ମରିଯାଇଥିଲା, କଷି ଦେଇଥିଲି ମୁଁ, କିନ୍ତୁ ଗୁଡ଼ ଦେଲି ନା, ଗୁଡ଼ ଦେଲେ ମାନେ ପାଣି ବାହାରିବ। ତେଣୁକରି ସେ ପାଣି ମରିବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ବାସ୍ ପାଣି ମରିବା ଯାଏ ଟିକେ ଅପେକ୍ଷା କରିବାକୁ ପଡ଼ିବ। ପାଣି ମରିଗଲେ ଅଟୋମେଟିକ୍ ପୁରା ଆଚାରଟା ଆମ୍ବ ଗୁଡ଼ ସବୁ ଲଟପଟ ହେଇଯିବ। ତାପରେ ମସଲା ଦେବା। ଦେଖନ୍ତୁ ସାଙ୍ଗମାନେ ମୋର ପ୍ରସ୍ତୁତ ହୋଇଗଲା ଗୁଡ଼ ଆମ୍ବ ଆଚାର ବା ମିଠା ଆଚାର, ଆମ୍ବ ମିଠା ଆଚାର। ଦେଖନ୍ତୁ ଏବେ ଯେଉଁ ରଖିଥିଲି ଗୁଣ୍ଡ କରିକିରି ମସଲା, ତାକୁ ଦେଇଦେବା।
ମସଲା ସବୁ ଗୋଳେଇ ଦେଲି। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମୋର ମିଠା ଆମ୍ବ ଆଚାର। ଦେଖନ୍ତୁ ସାଙ୍ଗମାନେ, ମୋର ପ୍ରସ୍ତୁତ ହୋଇଗଲା ମିଠା ଆମ୍ବ ଆଚାର। ଦେଖନ୍ତୁ ମସଲା ଦେଇ ଦେଇଛି, ଗୋଳେଇ ଦେଇଛି। ଦେଖନ୍ତୁ ପ୍ରସ୍ତୁତ ହୋଇଗଲା ମୋର ମିଠା ଆମ୍ବ ଆଚାର। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ ମଧ୍ୟ କରିବେ। ରହୁଛି। ଜୟ ଜଗନ୍ନାଥ।